जय माँ घटगाराणी नड़ियाराणी माँ घटगाराणी जय आम बाहर केउझर ट्रिप्रे देखु आमर रास्ता मझे एत जोर से साउंड गोटे होता कौन है देखा आम गाड़ी टायर पूरा ब्लास्ट होता पाखापाखि 1 घंटा 2 घंटा व्यवधान पर्यटन चलला किंतु टायर बाहरलानी से समय माँ साहा गोटे जाऊे स्वामी आयापा ग्रुप सब पूरी बाटे भेटिले से आसी ड्राइवर बाबू मो साहाଯ୍य कले आम चक रेडी है देखो पूरा संपूर्ण वीडियो आरंभ स्टार्ट कौ टाइप के कौन होता सब घटना घटला झलक देखो वाटरफल झलक चलो स्टार्ट करिया वीडियो। जय माँ घटगाराणी अड़ियाणी जय। बर्तमान बाहर पड़लु खुदिया बाईपास दिशा आगे अपार्टमेंट बाहर बर्तमान गाड़ी जिनस लोड हो जार सामान धरिकी सब सजाग होती बैग पत्र सब एपटे आम बड़ जो खुशी गोटे सरी 1.5 मीटर पर रखी आ नहीं पार ना भर को यात्रा आरंभ हम मामा ठिया भाणी के बैग पत्र भांगी रेडी है आउ गोटे अपा पानी बोतल टेकलानी एपटे आम सान भाई बोलते कम कर बसे खाली सान स्टक्स रेडी कलानी रेडी तापर आमर आसु धड़ी पड़ी गैस हांडी ऊपर लोड करिया लोड फुल होगला स्टार्ट हम अनुकूल हम से तो लंबा टाइट थिला से ड्राइवर भाई भी बहुत बसु टाइट साउंड होची बैटर चेंज करिया मस्ती होगला। हाय गाइस का हाय संडोस गाड़ी पूरा 100 चलती गोटे पिकअप रे रास्ता आम गाड़ी होती पंचर हो गला गाड़ी काम कर तापर आम आसी पहुँच जाइलु आम स्टेशन रे केउझर माँ घटगाराणी गाड़ी तारिणी पाखे प्रबल भिड़ शीत मैंने आवश्यक अधिक शीत स्टार्टिंग से भाई कह गाड़ी साइड कर मंदिर क्रस होगला आगे गोटे सावित्री लॉज से जाकर फेस फेस हो सब फ्रेश होकर बाहर पड़े माँ दर्शन निमंते देखो गेट मालो माँ फुलवाड़ देख नड़िया गोटे सुंदर शंखा गुआर दीप आज केम जी काली की हाँ
ଗହଳି ମାନେ ଆବଶ୍ୟକରୁ ଅଧିକ ଡାଇରେକ୍ଟ ଦର୍ଶନ କରି ସେପଟେ କିନ୍ତୁ ଭୋଗ ରହିଗଲେ ଲାଇନ୍ରେ ରହିବାକୁ ପଡ଼ିବ। ଆଉ ବହୁତ ଭିଡ଼ ମାନେ ଆବଶ୍ୟକରୁ ଅଧିକ ଭିଡ଼, ଏତେ ଗହଳି ଏଥର ମୁଁ ଯାଇଛି କି ଗହଳି ଏତେ ହେଇନି, ପ୍ରବଳ ଭିଡ଼ ଥିଲା ମଧ୍ୟ ମାଆଙ୍କ ଦର୍ଶନ ପାଇଁ। ବର୍ତ୍ତମାନ ଦର୍ଶନ ସରିଲା, ମାଆଙ୍କ ଆଶୀର୍ବାଦ ଲାଭ କରିକି ଆମେ ବାହାରି ପଡ଼ିଥିଲୁ ୱାଟରଫଲ୍, ଗୁଣ୍ଡିଚା ଖାଇକି ୱାଟରଫଲ୍ ବାହାରି ପଡ଼ିଥିଲୁ। ଗାଡ଼ିରେ ଟିକେ ଡ୍ୟାନ୍ସ ମସ୍ତି ହେଇଯାଇଥିଲା, ତାପରେ ଆସି ପହଞ୍ଚି ଯାଇଥିଲୁ। ଏଇଠି ମଧ୍ୟ ଆବଶ୍ୟକରୁ ଅଧିକ ଭିଡ଼, ବସ୍, ଟ୍ରାଭେଲର, ବୋଲେରୋ, କାର୍, ବାଇକ୍ ଆଉ ଆବଶ୍ୟକରୁ ଅଧିକ ଗହଳି। ତାଙ୍କର ପର୍ବ କ'ଣ ହେଉଥିଲା ସେଠି, ଗୁଣ୍ଡିଚା ଖାଇକି ସେଠି ପର୍ବ କ'ଣ ହେଉଥିଲା, ମହୋତ୍ସବ, ଡ୍ୟାନ୍ସ ଗୀତ ସବୁ ଚାଲିଥିଲା। ତ ସହିତ ଆମେ ବର୍ତ୍ତମାନ ଜାଗା ଖୋଜିଥିଲୁ କେଉଁଠି କ'ଣ ଆମର ରୋଷେଇଟା ଫାଷ୍ଟ ରେଡ଼ି କରିବା। ମୂଳା ତା ସହିତ ଗାଜର ସହିତ ଧଳା ଅନ୍ନ, ତାହେଲେ ଦହି ଟିକେ ପଡ଼ିବ, ତା ସହିତ ଆଉ କ'ଣ ଅଛି ଆଜ୍ଞା, କଞ୍ଚା ଲଙ୍କା ଟିକେ ବଣ୍ଟା ହେବ, ତା ସହିତ କଣ୍ଟିଆଳ ଚୋବା ହେବ, ଶୁଭୁନି ଶୁଭୁନି। ରୋଷେଇ ସେପଟ ଚାଲିଛି, ଆମର ଗୋଟେ ମଜାମସ୍ତି ଚାଲିଛି। ସେଠି କ'ଣ ଆଉ ସାଉଣ୍ଡ ଟିକେ କମିଗଲା, ଆମ ସାଇଡ଼୍ ଲୋକ ଟିକେ ସାଉଣ୍ଡ ଜୋସ୍ କରିଦେଲେ, ଆମ ମଧ୍ୟ ଭାଇ ବଢ଼ିଆ ଲାଗିଲା ସେଇଟା ଫୁଲ୍ ସାଉଣ୍ଡ କରିବାକୁ। ପ୍ରବଳ ଭିଡ଼ ହେଇଛନ୍ତି। ଆମ ଆସୁ ଆସୁ ବାସ୍ ଚା ଟିକେ ବସିଗଲା, ଗରମ ଚା ଟିକେ, ତାପରେ ସବୁ ଆରମ୍ଭ ହେବ ଆଇଟମ୍ ସବୁ, ବହୁତ ଗୁଡ଼ାଏ ଆଇଟମ୍ ହେଇଥିଲା। ଡ୍ୟାନ୍ସ କାର୍ଯ୍ୟକ୍ରମ ଟିକେ ଚାଲିଲା, ଡ୍ୟାନ୍ସ ଫ୍ୟାନ୍ସ ଟିକେ ହେଲା। ଚାଲିଥିବା ମଧ୍ୟରେ ସଡ଼ନ୍ ପୋଲିସ ମ୍ୟାଡ଼ାମ୍ ପଳେଇ ଆସିଲେ ସବୁ। ଆମେ ଭାବିଲୁ ଆମର ସାଉଣ୍ଡ ଫାଉଣ୍ଡ ହେଉଛି ବୋଲି ଆମକୁ କହିବେ ବୋଲି, ତାଙ୍କର ଗୋଟେ ନିୟମ ଅଛି, ପ୍ଲେଟ୍ କୋଉଠି ହେଲା ଆଉ ନାହିଁ, ତାଙ୍କର ଖଲିରେ ସବୁ ଖାଇବା ବ୍ୟବସ୍ଥା। ଯିଏ ବି ପ୍ଲେଟ୍ ଆଣିଛନ୍ତି, ଜରିକି ପ୍ଲେଟ୍ କାଗଜ ସବୁ ନେଇଯାଉଛନ୍ତି ଆସିକି ପୋଲିସ ମ୍ୟାଡ଼ାମ୍। ସମସ୍ତର ଆମ ସାଇଡ଼୍ର ଆମର ସମସ୍ତ ଧରି ପଡ଼ିଲେ, ଖଲିପତ୍ର ଆଣିବାକୁ କହିଲେ, ସେଇଠୁ ସେଇଟା ରିଟର୍ଣ୍ଣ କରି ଖଲିପତ୍ର ଆଣିଲେ ଖାଇବା ଷ୍ଟାର୍ଟ ହେବ। ଆମର ରୋଷେଇ ଷ୍ଟାର୍ଟ ହେଇଯାଇଛି। ଦେଖନ୍ତୁ ପ୍ରଥମେ ମାଛ ଛଣା ସେପଟେ ବସିଛି, ଏପଟେ ମଟନ୍ଟା 70% ହେଇଗଲାଣି। ଆକର୍ଷଣୀୟ ଲୋଭନୀୟ ପିସ୍ ହେଇଛି। ଗୋଟେ ଆମିଷ ସରିଲେ ସାଧା ପୁଣି ହବ, ଆମିଷ ହଉ ଆମର ଟିକେ ଚାଖିଆ ଆରମ୍ଭ ହେଇଗଲା। ମାଛ ଟିକେ, ମଟନ୍ ଟିକେ ସବୁ ଚାଖାଚାଖି ଆରମ୍ଭ ହେଲା। ସେପଟେ ବଡ଼ ଜୁଇଁ ଆସିଲେ ତ ବସୁଛନ୍ତି, ତାଙ୍କର ସବୁ କାର୍ଯ୍ୟକ୍ରମ କଟାକଟି ବଟାବଟି। ତାପରେ ଚିଲିଟା ବସିଯାଇଛି ଆମର, ପନିର, ମଟର, ସୁଇଟକର୍ଣ୍ଣ ସବୁ ପଡ଼ିକିରି, ପିଆଜ ସବୁ ପଡ଼ିବ। ଚିଲି ଗୋଟେ ହେଇଛି ସାଧା। ଭେଜ୍ ମାନଙ୍କ ପାଇଁ ଆଉ ଗୋଟେ ହେଇଥିଲା ଜବରଦସ୍ତ ଆଇଟମ୍, ବଡ଼ ମାଂସ ଗୋଟେ ଆମର ପକୋଡ଼ାଟା ହେଇଥିଲା, ଫୁଲକୋବି ପକୋଡ଼ା, ତା ସହିତ ବଡ଼ ମାଂସ ଗୋଟେ ପକୋଡ଼ା। ଏହା ମଧ୍ୟ ଛାଣୁ ଛାଣୁ ଗରମ ଥିବ, ଖାଇଲେ ବହୁତ ଟେଷ୍ଟି। ଯେଉଁଟାକି ଆମର ମାର୍କେଟରେ ମିଳୁଛି ଗୋଟେ ଷ୍ଟିକ୍ ଲାଗିକିରି 4ଟା ପିସ୍ ଥିବ, 3ଟା ପିସ୍ ଥିବ, ଯେଉଁ ମିଳୁଛି 20 ଟଙ୍କା 10 ଟଙ୍କା, ତା'ର ଖୋଲା ଭର୍ସନ୍। ଅଣ୍ଡା ଚପ୍ ବି ରହିଛି। ଗରମ ଆଇଟମ୍ ଆମର ଯାହା ବାହାରିଲା ଛଣାଛଣିରେ ଆମର ଫାଷ୍ଟ ଟିକେ ଚାଖା ହେଇଯାଉଛି। ପ୍ଲେଟ୍ର ଷ୍ଟାର୍ଟିଂ ରହୁଆ, ହଁ ରାଇଟ୍ ହେଇଛି ବୋଇଲେ ଆଉ ଥରେ ଆଗକୁ ଚାଲୁଛି। ସାନ ତ ଭାତ ଭାତ ଆଇନା, ସେ ଫାଷ୍ଟ ଷ୍ଟାର୍ଟିଂରୁ ଭୋକ ଲାଗିଲାଣି, ସବୁ ବଦଳିଲାଣି ଟିକେ ଟିକେ ସବୁ ଯାହା ମାଗିକିରି। ସବୁ ଟିକେ ଚାଖାଚାଖି ହେଲା ପରେ ବସି ପଡ଼ିଲା, ଟିକେ ଗଡ଼ପଟି ହେଇକିରି ସବୁ ପାଖାପାଖି ପ୍ରାୟ କାମ ସରିଲାଣି।
ତାନ ରୋଷେଇ ଶେଷ ଖାଲି ଫୁଲକୋବି ଚିପ୍ସଟା ଚାଲିଛି ଏପଟେ ଖାଇବାକୁ ସବୁ ରେଡ଼ି ହେଇଗଲେଣି। ଆଇଟମ୍ ଦେଖନ୍ତୁ ଆମର ଭାତ ଡାଲି ମିକ୍ସ ଚିଲି ପାମ୍ପଡ଼ ଫୁଲକୋବି ଆଳୁ ଖୁରୁମା ମଟନ ମାଛ ଫୁଲକୋବି ଚିପ୍ସ ସାଲାଡ଼ ଖାଦ୍ୟ ବ୍ୟବସ୍ଥା ହେଇଥିଲା। ଖାଇବା ଚାଲିଛି କରୁଛନ୍ତି। ସବୁ ଜିନିଷ ଟିକେ ଗାଡ଼ି ଆଗରେ ଟିକେ ଭିଡ଼ିଓ କରିଦେଲୁ। ଭିଡ଼ିଓ ଫିଡ଼ିଓ ସବୁ ସାରି ବାହାରେ ପଡ଼ିଥିଲୁ ବୁଲିବାକୁ। ଏଇଟା ଆମ ପ୍ରଣାମ କାର୍ଯ୍ୟକ୍ରମ ଚାଲିଥିଲା। ଭିଡ଼ିଓଟା ସବୁ ଗ୍ରୁପଟା ପଳେଇଲେ ସରିଲା ସବୁ କାର୍ଯ୍ୟ ତାପରେ ଏଣ୍ଟ୍ରି ମହୋତ୍ସବ ଚାଲିଥିଲା। ମହୋତ୍ସବ ପରେ ଆମ ୱାଟରଫଲ୍ ଯିବା ଆରମ୍ଭ କରିବା। ଦେଖନ୍ତୁ ଆଜି କ'ଣ ହଉଛି ରେ ମହୋତ୍ସବ ୱାଟରଫଲ୍ ବୁଲି ଜାଗା ଦେଖି ବହୁତ ବଢ଼ିଆ ଜାଗା ବସିକି ଭିଡ଼ ଅଛି। ଏଇଟା ଆମ ସମାନ ଝରଣା ପାଖ ୱାଟରଫଲ୍ର ମେନ୍ ସିନ୍ ଏଇଟା ଅଛି। ଭିତରକୁ ଗଲା ଆମେ ପାଖାପାଖି ବହୁତ ସୁନ୍ଦର ଦୃଶ୍ୟ। हाँ Gracias.